ଓଡ଼ିଆ ପିଲାମାନଙ୍କ ପାଇଁ ଆସିଲା ବଡ଼ ଚ୍ୟାଲେଞ୍ଜ। 15 ଦିନରେ ଓଡ଼ିଆ ଲେଖିବେ ଓଡ଼ିଆ ପିଲା। ତା ସହିତ ଓଡ଼ିଆ ପଢ଼ିବା ନିହାତି ଜରୁରୀ। ଏହା ଥିଲା ପୂର୍ବାଭାସ। ମୋର ପ୍ରିୟ ପିଲାମାନେ, ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ବିଶ୍ୱ ଓଡ଼ିଆ ଏଜୁକେସନ୍କୁ। ଆମ ଓଡ଼ିଆ ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା ପରେ ମଧ୍ୟ ଆମ ଓଡ଼ିଆ ପିଲାମାନେ ସଠିକ୍ ଭାବରେ ଓଡ଼ିଆ ଲେଖିପାରୁନାହାନ୍ତି କିମ୍ବା ଓଡ଼ିଆ ବହିକୁ ପଢ଼ି ପାରୁନାହାନ୍ତି, ପଢ଼ିଲା ବେଳେ ଠାକୁଛନ୍ତି। ତ ଏହି କ୍ଲାସ୍ଟି କେବଳ ସେଇମାନଙ୍କ ପାଇଁ ଯେଉଁମାନେ ଓଡ଼ିଆରେ ଅଛନ୍ତି ଦୁର୍ବଳ, ଆଉ ଯେଉଁମାନେ ଦେଇପାରିବେ ମୋତେ 15 ଦିନର ଖୋଲା ଚ୍ୟାଲେଞ୍ଜ। କେବଳ ସେଇମାନେ ହିଁ ଏହି ଭିଡ଼ିଓର ଆଗକୁ ବଢ଼ନ୍ତୁ, ନଚେତ୍ ଦୟାକରି କହୁଛି ଭିଡ଼ିଓରୁ ଚାଲିଯାଆନ୍ତୁ। ହଁ ଆଜ୍ଞା, ଆଜି ଏହି ଭିଡ଼ିଓରେ ଆମେମାନେ କିପରି ଭାବରେ ଓଡ଼ିଆକୁ ଲେଖିପାରିବା, ପଢ଼ିପାରିବା କେବଳ ସହଜ ଉପାୟରେ ତାକୁ ଆମେ ଜାଣିବା। ଏହି ଭିଡ଼ିଓ କେବଳ ଓଡ଼ିଆ ପିଲାମାନଙ୍କ ପାଇଁ ନୁହେଁ, ଅନ୍ୟ ଯେଉଁ ପିଲାମାନେ ଓଡ଼ିଆ ଶିକ୍ଷା କରିବା ପାଇଁ ଇଚ୍ଛୁକ ସେମାନେ ଏ ଭିଡ଼ିଓଟିକୁ ଦେଖିପାରିବେ। ତ ଚାଲନ୍ତୁ ଡେରି ନକରି ଦେଖିବା ଆଜିର କ୍ଲାସ୍କୁ। ତା ପୂର୍ବରୁ କହି ରଖୁଛି, ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆମେ ଓଡ଼ିଆ ଶବ୍ଦ ଜାଣିବା ପୂର୍ବରୁ ପ୍ରଥମେ ଆଗ ଜାଣିବା ଓଡ଼ିଆ ବର୍ଣ୍ଣ କେତେ। ଓଡ଼ିଆ ବର୍ଣ୍ଣ ମୁଖ୍ୟତଃ 3 ପ୍ରକାର। ପ୍ରଥମ ହେଉଛି ସ୍ୱରବର୍ଣ୍ଣ, ଦ୍ୱିତୀୟ ବ୍ୟଞ୍ଜନ ବର୍ଣ୍ଣ, ଆଉ ତୃତୀୟଟି ଯେ ହେଉଛି ତାକୁ ଅଯୋଗ ଭାଗ ବା ଅନୁନାସିକ ବର୍ଣ୍ଣ କୁହାଯାଇଥାଏ। ସ୍ୱରବର୍ଣ୍ଣ ମୁଖ୍ୟଟି 11ଟି। ତ ଏ ଯେଉଁ 11ଟି ସ୍ୱରବର୍ଣ୍ଣ ରହିଲା, ଅ ଆ ହସେଇ ଦେଇକି ହସଉ, ରୁ ରୁ, ଏ ଐ ଓ ଉ। ତାପରେ ଆସୁଛି ଆମର ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣ ଆମର ଯାହା ରହିଲା କ ବର୍ଗ, ଚ ବର୍ଗ, ଟ ବର୍ଗ, ତ ବର୍ଗ ଆଉ ପ ବର୍ଗ। ଏ ଗଲା ପରେ ଅନ୍ତେସ୍ତଜ, ର, ଳ, ଉ ବା ବ, ତାଲବେଶ, ମୂର୍ଦ୍ଧନେଶ, ଦନ୍ତେଶ, ହ, କ୍ଷକୁ ଛଡ଼ାଯାଏ। କାରଣ କ୍ଷ ହେଉଛି ଯୁକ୍ତାକ୍ଷର। କ ଯୁକ୍ତ ମୂର୍ଦ୍ଧନେଶ ମିଶିଲେ ହେବ କ୍ଷ। ତ ତେଣୁ କ୍ଷକୁ ଛଡ଼ାଯାଏ। ତାପରେ ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ ରହିଲା ଅଯୋଗ ବାହକ। ଏସବୁ ବର୍ଣ୍ଣ ପରିଚୟ ଗଲା। ବର୍ଣ୍ଣ ପରିଚୟ ଗଲା ପରେ ଏଥର ଏହାକୁ ନେଇକରି କେମିତି ବ୍ୟବହାର କରିବା, ଶବ୍ଦ ଗଠନ କରିବା, ଚାଲ ଦେଖିବା। ପ୍ରଥମେ ଆସିଲା ଆକାର। ଆକାର ଉଦାହରଣ ଦୁଇଟା ନେବା। କା, କରେ ଆକାର ହେଲା କା ମ, କାମ। ଖରେ ଆକାର ହେଲା ଖା ଲ, ଖାଲ ହେଇଗଲା। ଆଚ୍ଛା, ଆକାର ଏ ଯେଉଁ କରେ ବାଡ଼ି ବାଗିଆ ଦିଆଗଲା ତାକୁ କୁହାଯାଏ ଆକାର। ବୁଝିପାରିଲ ତ ପିଲାମାନେ ଆକାର ଚିହ୍ନ କେମିତିଆ? ଆକାର ପରି ହସେଇକାର ମଧ୍ୟ ଉପରେ ଛତା ଆକାରର ହୋଇଥିବ ବା ଛ ବସିଥିବ। ତ ଏହିପରି ଭାବରେ ଆମର ଯେତେକ କାରକ ଅଛି ସେସବୁ କ'ଣ ଅବନା ଅକ୍ଷରରୁ ଆସିଥାଏ। ସମସ୍ତ ସ୍ୱରବର୍ଣ୍ଣର ସାଙ୍କେତିକ ରୂପ କାରକ ବୋଲି କୁହାଯାଏ। ସେ ଆକାର, ହସେଇକାର, ଦୀର୍ଘେଇକାର, ହର୍ଷୌକାର, ଋକାର, ଏକାର, ଐକାର, ଓକାର, ଔକାର। ଏହିପରି ଭାବରେ କ୍ରମାନ୍ୱୟରେ କ'ଣ କରେ ନା ଜଣାପଡ଼ି ଯାଇଥାଏ। ତ ଏଇ ଯେଉଁ କାରକ ସବୁ ଥାଏ ପିଲାମାନେ, ତା ଦେହରେ କ'ଣ ହେଇଥାଏ ନା ତାକୁ ଚିହ୍ନିବାକୁ କଷ୍ଟକର ହୋଇଯାଏ। ତ ଏଇ ଯେଉଁ ଦେଖ ମାତ୍ରା ଚିହ୍ନ ଯେଉଁ ଲେଖା ହେଇଛି ତା ତଳକୁ କାରକର ଚିହ୍ନ ସବୁ ଜଣା ଦିଆଗଲା। ତ ଆକୁ ପ୍ରଥମେ ଭଲସେ ଦେଖିବ, ସେ ମା' ମାନେ ହୁଅନ୍ତୁ କିମ୍ବା ପିଲାମାନେ ହୁଅନ୍ତୁ, ଦେଖିକିରି ତାପରେ ପିଲାଙ୍କୁ ପ୍ରଥମେ ଚିହ୍ନେଇବ। ଚିହ୍ନେଇଲା ପରେ ଏଇ ଯେଉଁ କାରକ ଗଲା ପରେ ତାପରେ ଆମର ବର୍ଣ୍ଣବୋଧ ବହିରେ ଥାଏ ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ, ହଳାନ୍ତ। ଏଇ ଯେଉଁ ଚାରୋଟି, ଏ ଚାରୋଟି ହେଉଛି ଅଯୋଗ ବାହକ ଭାବରେ ପରିକଳ୍ପନା କରାଯାଇଥାଏ ବା ଗଣା ଯାଇଥାଏ। ତାପରେ ଆମର ଆସିଥାଏ ଚିହ୍ନ ରୂପରେ ନ ଫଳା, ମ ଫଳା, ୟ ଫଳା, ର ଫଳା, ଳ ଫଳା, ଓ ଫଳା, ବ ଫଳା। ଆଚ୍ଛା, ଏଇ ଯେଉଁ ଚିହ୍ନ ସବୁ ଆସେ ଆକୁ ଫଳା କାହିଁକି କୁହାଗଲା? ଆକୁ ଫଳା କାହିଁକି କୁହାଯାଏ ନା ନ, ମ, ୟ, ର, ଳ, ଓ, ବ ଏମାନେ ବ୍ୟଞ୍ଜନ ବର୍ଣ୍ଣଙ୍କ ସହିତ ମିଳିତ ହେଲେ ଯେଉଁ ଚିହ୍ନକୁ ଦର୍ଶାନ୍ତି ତାକୁ ଆମେ ଫଳା କହିଥାଉ। ବୁଝିପାରିଲ ତ ଆକୁ ଫଳା କ'ଣ ପାଇଁ କୁହାଯାଏ? କାରଣ ଆଙ୍କର ସାଙ୍କେତିକ ରୂପ କିଛି ନାହିଁ, ଆର
ଅଧ୍ୟାଂଶ ଅଧାଟା ଲେଖାଯାଇଥାଏ। ତ ଜଣାପଡ଼ିଗଲା ଏଇ ଯେଉଁ ପ୍ରୋସେସ୍ ତୁମେ ଜାଣିଲ, କ'ଣ ମାତ୍ରାକୁ ଚିହ୍ନିଲ, ଅଯୋଗ ବାହକକୁ ଚିହ୍ନିଲ, ତା ସହିତ ତୁମେ ଯେଉଁ କ'ଣ ଫଳାକୁ ଚିହ୍ନିଲ, ଆକୁ ସବୁ ବ୍ୟବହାର କରି ତୁମେ କ'ଣ କରିବ ନା 5ଟି ଲେଖାଏ କ'ଣ ଲେଖିବ ନା ୱାର୍ଡ଼ ଲେଖିବ। ପ୍ରତ୍ୟେକ ଦିନ ଗୋଟେ ଘଣ୍ଟାରେ ତୁମେ ଯେତିକି ଟାଇମ୍ ପାଉଛ ତା ଭିତରେ ପ୍ରତ୍ୟେକ ଫଳାରୁ 5ଟି ଲେଖାଏ ୱାର୍ଡ଼ ଲେଖିବ। ମାତ୍ର 15 ଦିନ ତୁମେ ଲେଖା ଆରମ୍ଭ କର। ଧୀରେ ଧୀରେ ତୁମେ ଅକ୍ଷର ଚିହ୍ନି ପାରିବ, ଧୀରେ ଧୀରେ ତୁମେ ଆଗକୁ ବଢ଼ିପାରିବ। ତ ଏହାପରେ ଆମେ କିପରି ବ୍ୟଞ୍ଜନ ବର୍ଣ୍ଣକୁ ସର୍ଟ ପ୍ରକାରରେ, ବ୍ୟଞ୍ଜନ ବର୍ଣ୍ଣ କେତେ ଭାଗରେ ବିଭକ୍ତ ହେଇଛି, ତାକୁ କେମିତି ପଢ଼ାଯାଏ, ବ୍ୟଞ୍ଜନ ବର୍ଣ୍ଣ ସୃଷ୍ଟି କେମିତି ହେଲା, ଆଉ ଏଇ ସ୍ୱରବର୍ଣ୍ଣ ମଧ୍ୟରେ, ବ୍ୟଞ୍ଜନ ବର୍ଣ୍ଣ ମଧ୍ୟରେ କିଛି ସାଙ୍କେତିକ ରୂପ ଅଛି, କେମିତି ପରିକଳ୍ପନା କରିବା ଦ୍ୱାରା କେଉଁ ସାଉଣ୍ଡ ଆସିଥାଏ ତାକୁ ମଧ୍ୟ ଜାଣିବା। ତ ଏ ଭିଡ଼ିଓଟି ଏଇଠି ରହୁଛି। ଆଗାମୀ ଭିଡ଼ିଓକୁ ଜାଣିବା ପାଇଁ ଏଇ ଭିଡ଼ିଓର ନେକ୍ସଟ ପାର୍ଟକୁ ଦେଖିବା ପାଇଁ ଭୁଲିବେ ନାହିଁ। ତ ରହୁଛି। ଜୟ ଜଗନ୍ନାଥ।